ଚମ୍ପାବତୀ ଚମ୍ପାବତୀ ଜାଣେ ପରା ତମେ ଥିଲେ ମୋର କିଛି ଅସୁବିଧା ହବନି ସବୁ କଥା ବୁଝିବାକୁ ତ ତମେ ତମେ ଘରୁ ଗୋଡ କାଢିଲେ ଚମ୍ପାବତୀ ମତେ ଚତୁର୍ଦିଗ ଯେମିତି ଅନ୍ଧାର ଦିଶେ ଆଉ ତମେ ନଥିଲେ ନା ମତେ ବି ଅନ୍ଧାର ଦିଶେ ଦିଶେଟି ମୁଁ ଜାଣେ ପରା ତମର ମୋର ଜାତକରେ ଏକ ରାଜ ଜଟକ ପଡିଛି ଏକା ପ୍ରାଣ ଏକା ମନ ସବୁ ଯେମିତି ଏକା ତ ଏଇଠି ଚମ୍ପାବତୀ ମୋ ବାପା ମାନେ ତମ ଶ୍ୱଶୁର ମୋ ଗୁଣ ଚିହ୍ନା ଗୁଣିଆ ଘରକୁ ବାଛି ବାଛି ଏମିତି ଗୋଟେ ବୋହୂ ଆଣିଛନ୍ତି ଯେ ସତେ ଯେମିତି ଲକ୍ଷ୍ମୀ ଠାକୁରାଣୀ ଦିଏ ତ ତମେ ଯାହା କୁହ ନା ଖାଲି ଏଇଠି ନୁହଁ ଚମ୍ପାବତୀ ରାଜ ଦରବାରରେ ପଣ୍ଡିତ ମହଲରେ ବାଟଘାଟ ନଈ ତୁଠ ଗାଁ ଗଣ୍ଡା ଚାରିଆଡେ ତମ ପ୍ରଶଂସା ମୁଁ କରେ ନା ଚମ୍ପାବତୀ ତମେ କଣ ମୋର ଏମିତି ସେମିତି ସ୍ତ୍ରୀ ହେଇଛ କି ରାଜ ଜଟକ ସ୍ତ୍ରୀ ନା ସତରେ ତମେ ମତେ ଏତେ ଭଲ ପାଅ ବୋଲି ମୁଁ ଜାଣିନଥିଲି ତମେ ତାହେଲେ ତମ ପତିର ଅନ୍ତର ଆଜି ପର୍ଯ୍ୟନ୍ତ ଚିହ୍ନି ପାରିନଥିଲ ଏ ବୋଉ ମୋର ଦୁର୍ଭାଗ୍ୟ ଏ ବୋଉ ତୁ ବାହାକୁ କହୁନୁ ମୁଁ ବାହା ସାଙ୍ଗରେ ଯିବି ବୋଲି ହେଇଟି ଶୁଣୁଛ ମକୁ କଣ କହୁଛି ତମେ ଶୁଣ ତମ ଗେଲ ବସର କୁଳ ନନ୍ଦନର ଦରଟି ତୁଣ୍ଡ ତମେ ଶୁଣ କୋଉ ଜନ୍ମରେ ମୁଁ କିକର୍ମ କରିଥିଲି କେଜାଣି ଏ ଜନ୍ମରେ ଏ ଭଳିଆ ପୁଅର ବାପ ହେଇକି ମୁଁ ଜନ୍ମ ହେଲି ମୋ ବାପ ପଣିଆକୁ ଧିକ୍ ଆଉ ତା ପୁଅ ପଣିଆକୁ ଛାଡ଼ ତମେ ମୋ ପୁଅକୁ କାହିଁକି ଏମିତି କହୁଛ କହିଲ କିଏ କେତେ ବାର ଓଷାବ୍ରତ କରି ପୁଅଟେ ପାଉନି ବିଧାତା ଆମ କୋଳକୁ ପୁଅଟେ ଦେଇଛି ବୁଝିଲ ଚମ୍ପାବତୀ ତମେ ସିନା ପୁଅର ମା ହେଇଛ ବୋଲି ତମ ଛାତି କୁଣ୍ଡେ ମୋଟ ହେଇଯାଉଛି ହେଲେ ମୁଁ ପୁଅର ବାପ ହେଇଛି ମୋ ଛାତି ଖାଲି ଉଠୁଛି ପଡୁଛି ଉଠୁଛି ପଡୁଛି ଉଠୁଛି ପଡୁଛି ଏଭଳି ଯୋଗଜନ୍ମା ପୁଅର ବାପ ବୋଲି ମୁଁ ଗାଁରେ ପରିଚୟ ଦେଲେ ନା ଲୋକେ ଖାଲି ମତେ ବାହା 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 କରିବେ ଏ ବୋଉ ତୁ ବାହାକୁ କହୁନୁ ବାହା ସାଙ୍ଗେ ଯିବି ବୋଲି ବା ତ ତୋର ଯାତ୍ରା ଦେଖି ଯାଉଛି ରେ ଯାତ୍ରା ଦେଖି ଯାଉଛି ତୋ ଭଳିଆ କୁଳନନ୍ଦନକୁ ସାଙ୍ଗରେ ନେଇକି ଯିବ ଗଜା କିଣିଦବ ଖଜା କିଣିଦବ ଏଇ ଦୋକାନ ସେ ଦୋକାନ ବୁଲେଇକି ଖେଳଣା କିଣିଦବ ହାତୀ ନେ ଘୋଡା ନେ ମୋ ପେ କାଳି ବଜେଇ ଦେ ଛି 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 ତତେ ଟିକେ ଲାଜ ସରମ ନାହିଁ ରେ ଜଗ ଜନ୍ମା ଧନ୍ୟରେ ତୋ ଜନ୍ମ ଘଡି ମୂଳ ଏ ବୋଉ ତୁ ବାହାକୁ କହୁନୁ ବାହା ସାଙ୍ଗରେ ଯିବି ସେ ତମ ସାଙ୍ଗରେ କେତେ ଥର ବାହାରିଲାଣି ଯିବ ବୋଲି ତାକୁ ତମେ ସାଙ୍ଗରେ ନେଇ ଯାଉନ ସେ ଆଗରୁ ରାଜଦରବାର ଦେଖିଲେ ତ ପୁଣି ତମ ଭଳି ବିଦୂଷକ ହବ ବିଦୂଷକ ହବ अयो विदूषक कौन एमती मामूली काम जी ना सी विदूषक विदूषक हवा ज्ञान दरकार बुद्धि दरकार जानिच चंपावती राजा मुंड को बुद्धि न ढुकिले से पचारती मते पंडित दरबार रे ज्ञान अभाव हेले से माने भी पचारती मते सते तमे हमर एमितिटी मु भाबितिली तमे राजघर कोन गोटाय काम करूथिबो ना हो ए साई रे माइपे पुणी मो आगे बड़े देखे कथा कहबे देबिनी तांको मुंह भांगी एते दिने के तम स्वामीर असल रूपटा तमे ठौरे नेल नाही हो चंपावती एथर मु आछी राज दरबार मोर अनेक काम अछि ओ बेड़ा बो बा पहिला बोला जीबी बा जंगल तू किछ कहूनु सावधान 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 महामहिम प्रबल प्रतापी श्री श्री कृष्णदेव राय राजसभा को विजय करछंती महामंत्री राज्यर समाचार कौन समाचार सेनापति राज्यर समाचार कौन मुख्य नगरपाल राज्यर समाचार कौन समाचार समाचार कौन समाचार 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 समाचार
ଆଶ୍ଚର୍ଯ୍ୟ, ଏ ସାମାନ୍ୟ ପ୍ରଶ୍ନର ଉତ୍ତର କେହି ଦେଇପାରୁନାହାନ୍ତି। ମହାମନ୍ତ୍ରୀ, ସେନାପତି, ପାରିଷଦ ବର୍ଗ ସମସ୍ତେ ଅଯୋଗ୍ୟ, ଅପାରଗ। ମୁଁ ସମସ୍ତଙ୍କୁ ବହିଷ୍କାର କରିବି, ପ୍ରାଣଦଣ୍ଡରେ ଦଣ୍ଡିତ କରିବି। ପ୍ରାଣଦଣ୍ଡ? ଅପରାଧ ମାର୍ଜନା କରନ୍ତୁ ପଡ଼ିବା। କଣ ତମେ କହିବାକୁ ଚାହ? ମୁଁ କହୁଥିଲି କି ସର୍ବାବତାର କ୍ଷମା ଗୁଣରେ ପାରିଷଦ ବର୍ଗଙ୍କୁ କ୍ଷମା କରନ୍ତୁ। କଣ ହେଇଛି ଗୋପାଳ, ତମେ ଏମିତି ଆଖି ବୁଝି କାନରେ ହାତ ଦେଇ ପାଟି ବନ୍ଦ କରି ବସିଛ? କଣ କିଛି କହିବ? ଏ ମଣିମାଙ୍କ ଦରବାରରେ ଏ ଗୋପାଳ ଜଣେ ଅତି ନଗଣ୍ୟ ବିଦୂଷକ। ସିଏ ବା କଣ କହିବ ଛାମୁ? କିନ୍ତୁ ତମେ ଆଖି କାନ ପାଟି ବନ୍ଦ କରି ବସିଥିଲ କାହିଁକି? ମହାମନ୍ତ୍ରୀ ସେନାପତି ନଗରପାଳ ଆଉ ଅମାତ୍ୟଙ୍କ ଉପରେ ଛାମୁଙ୍କର ରାଗ ଦେଖିବି ନାହିଁ ଆଉ ଶୁଣିବି ନାହିଁ ବୋଲି। ସେଥିରେ ତୁମ ଲାଭ କିଛି ନାହିଁ ଛାମୁ। ଖାଲି କଣ କି ମାନେ ଛାମୁ ଅମାତ୍ୟ ଆଉ ସମସ୍ତଙ୍କୁ ଅଯୋଗ୍ୟ ଅପାରଗ ବୋଲି କହିଲେ, ହେଲେ ଅଧମ ଗୋପାଳକୁ ତ କିଛି କହିଲେ ନାହିଁ। ଆଉ କହିଥିଲେ ବି ଏ ଗୋପାଳ ଶୁଣି ପାରିନଥାନ୍ତା। ମହାମନ୍ତ୍ରୀ, ସେନାପତି, ମୁଁ ତୁମମାନଙ୍କୁ ପ୍ରଜାମାନଙ୍କର ସୁଖ ଦୁଃଖ ବୁଝିବା ପାଇଁ ନିୟୋଜିତ କରିଛି, ଅଥଚ ତମମାନେ ସଦା ସର୍ବଦା କର୍ମରତ ମଣିମା। ପ୍ରଜାମାନଙ୍କର ସୁଖ ଦୁଃଖ ପ୍ରତ୍ୟେକ ଦିନ ବୁଝୁଛୁ। କଣ ବୁଝୁଛ? ସେନାପତି, କଣ ବୁଝୁଛ? ପ୍ରଜାମାନଙ୍କର ସମସ୍ତ ଦୁଃଖ ସୁଖ ବୁଝି ଦେଇଛୁ ଆଜ୍ଞା। ଛାମୁଙ୍କ କୃପାରୁ ସମସ୍ତ ମଙ୍ଗଳ। ଏଥର ଫସଲ ଖୁବ ଭଲ ହେଇଥାନ୍ତା, ଖାଲି ପାଳକର ଟିକେ ବ୍ୟତିକ୍ରମ ଘଟିଲା। ମାନେ ଆଜ୍ଞା ବର୍ଷା ଅଭାବରୁ ଫସଲ ତ ହେଲାନି ଆଉ। ବର୍ଷା ଅଭାବରୁ ଫସଲ ନଷ୍ଟ ହେଇଗଲା। ତୁମମାନେ ଜଳାଶୟରୁ ଜଳ ନେଇ ଫସଲ ରକ୍ଷା କଲନି କାହିଁକି? ସେ ବନ୍ଦୋବସ୍ତ କରୁଥିଲୁ ଆଜ୍ଞା, ହେଲେ ଆକାଶରେ ମେଘର ଗର୍ଜନ ଶୁଣି ଆମେ ରହିତ ଗଲୁ ଆଉ। କିନ୍ତୁ ଗତ 3 ମାସ ହେଲା ତ ବର୍ଷା ନାହିଁ। ତୁମମାନେ ଏପରି ଆଶା କଲ କିପରି? ବର୍ଷା ଗର୍ଜନ ତର୍ଜନ କରି ମାଡ଼ି ଆସିଲା, ଅଥଚ ବର୍ଷା ବିନ୍ଦୁ ନାସ୍ତି। ବର୍ଷା ଗର୍ଜନ ତର୍ଜନ କରି ଆସିବାର ମୋର ତ କାହିଁ ଦୃଷ୍ଟିଗୋଚର ହେଇନାହିଁ। ଛାମୁ ରାଜପ୍ରସାଦ ରହି ଜାଣିପାରି ନଥିବେ ଆଉ। ଛାମୁ ରାଜ କାର୍ଯ୍ୟରେ ବ୍ୟସ୍ତ ହେଇ ଜାଣିପାରି ନଥିବେ ଆଉ। ଛାମୁ ନିଦ୍ରା ଯାଇଥିବେ ବୋଧହୁଏ, ସେଥିପାଇଁ ଜାଣିପାରି ନାହାନ୍ତି। ଆମକୁ ଅଜ୍ଞାତରେ ବର୍ଷା ହେଲା। ସବୁ ମିଥ୍ୟା ପ୍ରତାରଣା। ମୁଁ ତମମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବି। ହଁ, ପଣ୍ଡିତ ମଣ୍ଡଳୀର ଅନ୍ୟ କିଛି ସମାଚାର ଶ୍ରୁତିଗୋଚର ହେଇଥିଲେ ତାହା ଦରବାରରେ ପ୍ରକାଶ କରନ୍ତୁ। ଅଛି ଆଜ୍ଞା ଅଛି। ଆମ ଦ୍ୱିତୀୟ ପଣ୍ଡିତଙ୍କର ଦ୍ୱିତୀୟ ପତ୍ନୀ, ଯାହାଙ୍କୁ ସେ 2 ମାସ ତଳେ ପୁରାପୁରି ସମ୍ପୂର୍ଣ୍ଣ ବୈଦିକ ରୀତିରେ ବିବାହ କରିଥିଲେ, ଯାହାଙ୍କ ବୟସ 17 କିମ୍ବା 18। ପଣ୍ଡିତଙ୍କ ସମ୍ବାଦରେ ତ୍ରୁଟି ପରିଲିଖିତ ହେଲା। ତ୍ରୁଟି? ତ୍ରୁଟି? ଠିକ ଅଛି, ଅନ୍ୟ ପଣ୍ଡିତ ମାନଙ୍କୁ ପଚରା ଯାଉ ଏ ସମ୍ବାଦ ସତ୍ୟ କି ମିଥ୍ୟା। ନା, ସମ୍ବାଦ ଅବଶ୍ୟ ସତ୍ୟ, କିନ୍ତୁ ବୟସରେ ଟିକେ ବ୍ୟତିକ୍ରମ ରହିଗଲା। ମୋର ଦ୍ୱିତୀୟ ପତ୍ନୀଙ୍କର ବୟସ ହେଲା 16 ବର୍ଷ 5 ମାସ 3 ଦିନ। ହଉ ହେଲା ହେ, ସେ କାଲି ରାତିରେ ପଣ୍ଡିତ ମହାଶୟଙ୍କ ସହିତ ଝଗଡ଼ା କରି ରାତ୍ର 12ଟା ସମୟରେ। ନା 12 ଘଟିକା ନୁହେଁ, 12 ଘଟିକା ମଧ୍ୟରାତ୍ରି ଅମୃତ ବେଳାରେ। ହଉ ହେଲା ହେ, ସେଇ ସମୟରେ, ସେଇ ଘଟିକା, ସେଇ ରାତ୍ରି, ସେଇ ବେଳାରେ ନିଛାଟିଆ ରାସ୍ତାରେ ବିନା ବାଧା ବିଘ୍ନରେ ଗଜଗମନୀ ଚାଲି ଚାଲି ପିତୃଗୃହକୁ ଗମନ କଲେ। ଆଚ୍ଛା, ଅନ୍ୟ ପଣ୍ଡିତ ମାନେ କିଛି ସମ୍ବାଦ ଦେବେ? ଆମର ପଣ୍ଡିତ ଶ୍ରୀ ଶର୍ମା ମୂଷାଙ୍କ ଉପଦ୍ରବରେ ବ୍ୟତିବ୍ୟସ୍ତ ହୋଇ ଘର ଛାଡ଼ି ସେ ଠାକୁର ଘରେ ଯାଇ ଆଶ୍ରୟ ନେଲେ। ପଣ୍ଡିତେ ଭୁଲ କହିଲେ। ମୁଁ ଭୀରୁ ନୁହେଁ, ବୀର। ଆକ୍ରମଣର ପ୍ରତିଶୋଧ ନ ନେଇ ନୀରବରେ ରହିବା ଲୋକ ମୁଁ ନୁହେଁ। ସାମାନ୍ୟ ମୂଷିକ ଆକ୍ରମଣରେ ଭୟଭୀତ ହେଇ ମୁଁ ଦେବାଳୟରେ ଆତ୍ମଗୋପନ କରିବି? ଏସବୁ ସମ୍ପୂର୍ଣ୍ଣ ମିଥ୍ୟା। ମିଥ୍ୟା? ମିଥ୍ୟା ନୁହେଁ ଆଉ କଣ? ମୂଷା ଆକ୍ରମଣ କରି ମୋର ଚୁଟିକୁ କ୍ଷତବିକ୍ଷତ କଲା। ମୁଁ କ୍ରୋଧଯୁକ୍ତ ହୋଇ ଯଷ୍ଠିରେ ପ୍ରହାର କଲି। ସେ ଭୟରେ ଗର୍ତ୍ତରେ ପ୍ରବେଶ କଲା। ତାକୁ ଦମନ କରିବା ପାଇଁ ମୁଁ ମାର୍ଜାରକୁ ମୁତୟନ କରିଛି। ମହାରାଜାଙ୍କ ଜୟ। କି ସମ୍ବାଦ ଦୂତ? ମୁର୍ଶିଦାବାଦ ନବାବଙ୍କ ଦୂତ ଛାମୁଙ୍କ ଦର୍ଶନ ଅପେକ୍ଷାରେ
ତାକୁ ସସମ୍ମାନେ ଦରବାରକୁ ନେଇ ଆସ। ଯଥାଜ୍ଞା ମଣିମା। ହଠାତ୍ ନବାବ ଦୂତ ପଠେଇବାର ଉଦ୍ଦେଶ୍ୟ କଣ ହେଇଥାଇପାରେ? ଆପଣଙ୍କ ପାଇଁ କୌଣସି ଶୁଭ ସମ୍ବାଦ ହେଇପାରେ। ନବାବ ପୁଣି ଶୁଭ ସମ୍ବାଦ ଦେଇ ଦୂତ ପଠେଇଛନ୍ତି? ଅସମ୍ଭବ। ବିପଦ ଆସିଗଲା ବୋଧହୁଏ। ସବୁବେଳେ ଅମଙ୍ଗଳ ଚିନ୍ତା କରିବା ତମର ଗୋଟେ ବଦ ଅଭ୍ୟାସ। ଦୂତ ଆସିବାରେ ରାଜାଙ୍କର ଯୋଉ ମଙ୍ଗଳ ହବ ସେ କଥା କିଏ କହିବ? କି ସମ୍ବାଦ ଦୂତ? ନବାବ ଆପଣଙ୍କ ନିକଟକୁ ପତ୍ର ପଠେଇଛନ୍ତି। ମହାମନ୍ତ୍ରୀ, ନବାବଙ୍କ ପତ୍ର ପାଠ କରି ସଭାସଦବର୍ଗଙ୍କ ସନ୍ଦେହ ଦୂର କର। ଯଥାଜ୍ଞା ମଣିମା। ସେନାପତି ପତ୍ର ପାଠ କରନ୍ତୁ। ନରପତି ଶ୍ରୀ ଶ୍ରୀ କୃଷ୍ଣଦେବରାୟ ମହୋଦୟ, ଆମ୍ଭ ଲେଖିବା କାରଣ ଏହିକି ଆମ୍ଭେ ଆପଣଙ୍କ ଅବଗତି ନିମନ୍ତେ ଜଣାଉଅଛୁ ଆଜକୁ 5 ଦିନ ହେବ ଆମ୍ଭ ଦରବାରରେ ଜଣେ ମହାମାନ୍ୟ ପଣ୍ଡିତଙ୍କର ଆବିର୍ଭାବ ହେଇଛି। ତାଙ୍କ ଉଦ୍ଦେଶ୍ୟ ଆମ୍ଭ ରାଜ୍ୟର ପଣ୍ଡିତମାନେ ତାଙ୍କ ସହିତ ପୁରାଣ ଚର୍ଚ୍ଚା କରି ଯୁକ୍ତିରେ ହରାଇବେ। ମୋ ଜ୍ଞାତସାରରେ ଆପଣ ଜଣେ ମହାଜ୍ଞାନୀ। ଆପଣଙ୍କ ଦରବାରରେ ପଞ୍ଚରତ୍ନ ପଣ୍ଡିତ ଅଛନ୍ତି। ବହୁ ଜ୍ଞାନୀ ପଣ୍ଡିତ ଭାବରେ ସେମାନଙ୍କର ଯଶ ରହିଛି। ସେମାନଙ୍କ ମଧ୍ୟରୁ ଜଣେ ପଣ୍ଡିତଙ୍କୁ ଏଠାକୁ ପଠାଇଲେ ସେ ଆମ ସଭାକୁ ଆସିଥିବା ପଣ୍ଡିତଙ୍କ ସହିତ ଜ୍ଞାନ ଚର୍ଚ୍ଚା କରି ତାଙ୍କୁ ଯୁକ୍ତିରେ ହରାଇବେ। ତା ନହେଲେ ତୁମ୍ଭ ପ୍ରତି କଠୋର ଶାସ୍ତି ବିଧାନ କରାଯିବ। ଇତି ନବାବ ମୁର୍ଶିଦାବାଦ। ଆଗନ୍ତୁକ, ତୁମେ ଆମ ଅତିଥି ଭବନରେ ଯାଇ ବିଶ୍ରାମ କର। ମୁଁ ପଞ୍ଚରତ୍ନ ପଣ୍ଡିତଙ୍କ ମଧ୍ୟରୁ ଜଣକୁ କାଲି ପ୍ରଭାତରୁ ତମ ସହିତ ଯିବା ପାଇଁ ବନ୍ଦୋବସ୍ତ କରିବି। ପ୍ରହରୀ, ଅତିଥିଙ୍କ ବିଶ୍ରାମର ବ୍ୟବସ୍ଥା କର। ଯଥାଜ୍ଞା ମହାରାଜ। ପ୍ରଥମ ପଞ୍ଚରତ୍ନ ପଣ୍ଡିତ ମହାଶୟ, ଆପଣ ଶାସ୍ତ୍ରରେ ପ୍ରବୀଣ, ତେଣୁ ସେ ପଣ୍ଡିତଙ୍କ ସହିତ ତର୍କ କରିବା ପାଇଁ ଆପଣଙ୍କ ଯିବା ମୁଁ ଉଚିତ ମନେ କରୁଛି। ମୁଁ କଣ କହୁଥିଲି କି ମଣିମା, ମୁଁ ଗୋଟେ ବିପଦରେ ପଡି ଯାଇଛି। ମୋର ଧର୍ମପତ୍ନୀ ଜ୍ୱର ରୋଗରେ ପୀଡ଼ିତ। ତାଙ୍କୁ ଏକୁଟିଆ ଛାଡ଼ି ଯିବାଟା ଧର୍ମ ତ ଉଚିତ ନୁହେଁ। ତା ନହେଲେ ମତେ କଣ କେହି ତର୍କରେ ବଳେଇ ଯାଆନ୍ତା। ଦ୍ୱିତୀୟ ପଞ୍ଚରତ୍ନ ପଣ୍ଡିତ ମହାଶୟ, ତାହେଲେ ଆପଣ ଯିବାର ବନ୍ଦୋବସ୍ତ କରନ୍ତୁ। ଆଜ୍ଞା, ମୋର ଯିବାର କିଛି ଆପତ୍ତି ନାହିଁ ଯେ ମୋର ସିଏ ମାନେ 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 ମୋ ପତ୍ନୀ ଆଜ୍ଞା ମୋ ଉପରେ ରାଗିକିରି ବାପ ଘରକୁ ଚାଲି ଯାଇଛି। ଆଜ୍ଞା, ତାକୁ ଆଣିବା ପାଇଁ ମୁଁ ପାଞ୍ଜି ଦେଖି ଶୁଭ ମୁହୂର୍ତ୍ତ ଦେଖିଲି ଯେ କାଲି ସକାଳ 7 ଘଟିକା ବେଳେ ଜୁଟୁଛି। ଆଜ୍ଞା, ମୁଁ ଟିକେ ତାକୁ ନ ଆଣିଲେ ମୋ ଘର ସଂସାର ଭାସିଯିବ। ମୁଁ ଆଜ୍ଞା କୋଉ କୂଳର ହେବି ନାହିଁ। ଲୋକ ନାନା ଅପବାଦ ଦେବେ। ତୃତୀୟ ପଞ୍ଚରତ୍ନ ପଣ୍ଡିତ ମହାଶୟ, ମୋ ମତରେ ଆପଣ ଯାଇ ସେ ମହାପଣ୍ଡିତଙ୍କୁ ଜ୍ଞାନ ତର୍କରେ ପରାସ୍ତ କରି ଫେରି ଆସନ୍ତୁ। ମୁଁ ଆଜ୍ଞା, ଆପଣ ତ ଜାଣନ୍ତି ମଣିମା, ମୋର ଟିକେ ବାତ ରୋଗ ଅଛି। ସେଥିପାଇଁ ମୁଁ ରାଜଦରବାର ଛାଡ଼ି ପଦାକୁ କୁଆଡ଼େ ଯାଉନାହିଁ। ନହେଲେ ଆଜ୍ଞା, ସେ ପଣ୍ଡିତ କ'ଣ ମତେ ତର୍କରେ ବଳି ଯାଆନ୍ତା? ଚତୁର୍ଥ ପଞ୍ଚରତ୍ନ ପଣ୍ଡିତ ମହାଶୟ, ମୁଁ ଭାବୁଛି ଆପଣ ସେ ପଣ୍ଡିତକୁ ହରାଇବା ପାଇଁ ନିଶ୍ଚିତ ସଫଳ ହେବେ। ଆଜ୍ଞା, ବିବାହର 5-10 ବର୍ଷ ପରେ ମୋ ଶାଶୁ ମୋତେ ନିମନ୍ତ୍ରଣ କରିଛନ୍ତି। କାଲି ପ୍ରତ୍ୟୁଷରୁ ମୋତେ ଜୋଇଁ ଡାକରାରେ ଯିବାକୁ ପଡ଼ିବ। ଦୀର୍ଘ 15 ବର୍ଷ ପରେ ମୋତେ ସୁବର୍ଣ୍ଣ ସୁଯୋଗ ମିଳିଛି। ନହେଲେ ଆଜ୍ଞା, ସେ ପଣ୍ଡିତକୁ ମୁଁ ପାଣି ପିଆଇ ଦିଅନ୍ତି। ମୋର ଆପଣଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି ପଞ୍ଚମ ପଣ୍ଡିତ ମହାଶୟ। ଆପଣ ନିଶ୍ଚୟ ସେ ପଣ୍ଡିତକୁ ଜ୍ଞାନ ତର୍କରେ ପରାସ୍ତ କରିପାରିବେ। ମୁଁ ଆଜ୍ଞା ସେ ପଣ୍ଡିତକୁ ନିଶ୍ଚୟ ପରାସ୍ତ କରିଦେବି। ହେଲେ କଥା କ'ଣ କି ଛାମୁ, ଆମ ଶ୍ରୀମତୀ ପୋଥି ଗୁଡ଼ାକ କୁଆଡ଼େ ନେଇ ରଖିଦେଇଛନ୍ତି, ସେ ଖୋଜି ଖୋଜି ଆଉ ପାଉନାହାନ୍ତି। ଆଉ ଆପଣ ଜାଣନ୍ତି ତ ଛାମୁ, ପୋଥି ନ ନେଇ ଜ୍ଞାନଶାସ୍ତ୍ର ଆଲୋଚନାକୁ ଯିବା ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ପୁରେଇବା ସାଙ୍ଗେ ସମାନ। ତାହେଲେ କ'ଣ କରାଯିବ ମହାମନ୍ତ୍ରୀ ମହୋଦୟ? ମତେ ତ କିଛି ଉପାୟ ଦିଶୁନାହିଁ। ଉପାୟ ଅଛି ଛାମୁ। ଗୋପାଳ? ହଁ ଛାମୁ, ଏକମାତ୍ର ଏଇ ଦିନହୀନ ଗୋପାଳ କେବଳ ଏ ସମସ୍ୟାର ସମାଧାନ କରିପାରିବ। କଣ କହିଲ? ତମେ ପୁଣି ମହାଜ୍ଞାନୀ ପଣ୍ଡିତ ମାନଙ୍କ ସହିତ ନବାବଙ୍କ ଦରବାରରେ ଜ୍ଞାନ ଚର୍ଚ୍ଚା କରିବ? ତମର ମତିଭ୍ରମ ହେଇଛି ବୋଧହୁଏ। ତା ନହେଲେ ତମ ଭଳି ଜଣେ ଦର ପାଠୁଆ ବିଦୂଷକ ଏଭଳି ପ୍ରସ୍ତାବ ଦିଅନ୍ତା ନାହିଁ, ବୁଝିଲ? ଓହୋ, ସେ ଗୋଟେ କିଛି ମନରେ ଭାବିକି ଭଳିଆ ପ୍ରସ୍ତାବ ଦେଇଥିବେ ନା ଆଉ।
କେହି ଯେତେବେଳେ ଯିବାକୁ ପ୍ରସ୍ତୁତ ନୁହନ୍ତି କାହାକୁ ତ ହେଲେ ପଠେଇବାକୁ ପଡ଼ିବ। କେହି ନ ଗଲେ ନବାବ ପୁଣି ମୋତେ କ'ଣ ଭାବିବେ? ଗୋପାଳଟା ଆମର ଦରପାଠୁଆ ହେଲେ ବି ବୁଦ୍ଧିମାନ ଲୋକଟାଏ। କ'ଣ ଗୋପାଳ, ଏ ମହାସଙ୍କଟରେ ମୁଁ ତମ ଉପରେ ନିର୍ଭର କରିପାରିବି ତ? ଏଇ ସାମାନ୍ୟ କଥାକୁ ସାମୁ ଏତେ ଚିନ୍ତା କରୁଛନ୍ତି? ଇଏ ଗୋପାଳ ଆପଣଙ୍କ ସାଙ୍ଗରେ ଥିବା ପର୍ଯ୍ୟନ୍ତ ଆପଣ କେବେ ହେଲେ ହାରିବେ ନାହିଁ ଛାମ। ପଞ୍ଚରତ୍ନ ସିନା ସେମାନଙ୍କର ରତ୍ନ ଖର୍ଚ୍ଚ କରିବେ ନାହିଁ, ହେଲେ ଗୋପାଳ ଆପଣଙ୍କର ଆଦେଶ ହେଲେ ନିଜେ ନବାବ ଦରବାରକୁ ଯିବ, ଆଉ ସେ ପଣ୍ଡିତକୁ ତର୍କ ବିତର୍କରେ ହରାଇ ଆପଣଙ୍କର ସମ୍ମାନ ରକ୍ଷା କରି ଫେରି ଆସିବ। ଆପଣ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ ଛାମ। ଆପଣଙ୍କର ଆଶୀର୍ବାଦରୁ ଏ ଗୋପାଳ କୋଉଠି କେବେ ହେଲେ ହାରି ନାହିଁ, ହାରିବ ବି ନାହିଁ। କଥା ଭଳିଆ କଥାଟେ କହିଲ ଗୋପାଳ। ମୋତେ କାଲି ପ୍ରଭାତରୁ ଯିବା ପାଇଁ ଆଦେଶ କରନ୍ତୁ ଛାମୁ। ମହାମନ୍ତ୍ରୀ, କାଲି ସୁପ୍ରଭାତରୁ ନବାବଙ୍କ ଦୂତ ସହ ଗୋପାଳଙ୍କ ଯିବାର ବନ୍ଦୋବସ୍ତ କର। ହେଲେ ଗୋପାଳ, କାଲି ନବାବଙ୍କ ଦରବାରରେ ମହାପଣ୍ଡିତଙ୍କ ସହ ତର୍କ ଯୁଦ୍ଧରେ ଯଦି ତମେ ହାରିଯାଅ ତାହେଲେ ତମର ଶାସ୍ତି କ'ଣ ହବ ଜାଣିଛ ତ? ଜାଣିଛୁ ମଣିମା, ଶିରଚ୍ଛେଦ ନହେଲେ ଶୁଳି, ଏଇ ଦିଟାରୁ ଗୋଟେ। ହଁ, ଯୋଉଟା ତମର ପସନ୍ଦ। ଖାଲି ସେତିକି ନୁହେଁ, ମୁଁ ନବାବଙ୍କୁ ଚିଟାଉ ଲେଖି ଜଣେଇଦେବି ଯେ ତାଙ୍କ ଦରବାରରେ ମହାପଣ୍ଡିତଙ୍କୁ ପୁରାଣ ଚର୍ଚ୍ଚାରେ ହରାଇବା ପାଇଁ ମହାରାଜ କୃଷ୍ଣଦେବ ରାୟଙ୍କ ଦରବାରର ପଣ୍ଡିତଙ୍କର ଆବଶ୍ୟକତା ନାହିଁ। ଆମ ଦରବାରର ବିଦୂଷକ ଗୋପାଳ ହିଁ ଯଥେଷ୍ଟ। ନା କ'ଣ କହୁଛ? ମୁଁ ଯାହା ଉଚିତ ମନେ କରିବେ। ଆଉ ଏ କଥା ବି ଜଣେଇଦବ ଯେ ଯଦି ଆମ ଗୋପାଳ ତର୍କ ଚର୍ଚ୍ଚାରେ ହାରିଯାଏ ତାହେଲେ ତାକୁ ସ୍ୱଗୃହକୁ ଫେରିବାକୁ ସୁଯୋଗ ନ ଦିଆଯାଇ ନବାବ ତା ପ୍ରତି ଯାହା ଦଣ୍ଡ ବିଧାନ କରିବେ ସେ ତାହାକୁ ଭୋଗିବାକୁ ବାଧ୍ୟ। ନା କ'ଣ କହୁଛ ଗୋପାଳ? ତମେ ଏଥିରେ ରାଜି ତ? ରାଜି ହୁଅ କି ନ ହୁଅ, ଏଇଟା ମୋର ଆଦେଶ। ତମେ କାହିଁକି ଏ ଦୁର୍ବୁଦ୍ଧି କଲ କହିଲ? ଦୁର୍ବୁଦ୍ଧି ନୁହ ଚମ୍ପାବତୀ, ଗଲୁ ମାରିବାକୁ ଯାଇକି ଓଲୁ ଭଳିଆ କାମଟେ ମୁଁ କରି ପକେଇଛି। ମୁଁ ତ ମୂଳରୁ ମନା କରୁଛି ତମକୁ ସେ ରାଜାଘର କାମ ଛାଡ଼ ବୋଲି। ନିଜର କୂଳଧନ୍ଦା ହେଲେ କର। ହେ ତମେ ଯିବ ପଣ୍ଡିତ ମାନଙ୍କ ସାଙ୍ଗରେ ଲଢିବାକୁ? ପଣ୍ଡିତ ମାନଙ୍କ ସାଙ୍ଗରେ ପଣ୍ଡିତ ମାନେ ଲଢିବାକୁ ଯାଆନ୍ତି, ହେଲେ ତମେ କ'ଣ ତାଙ୍କ ସାଙ୍ଗରେ ଲଢି ପାରିବ? ଏବେ କ'ଣ ହବ କହିଲ? ହବ ଆଉ କ'ଣ? ତର୍କରେ ହାରିଲେ ମୁଣ୍ଡ କାଟ ନହେଲେ ଶୁଳି। ହେ ମାଲୋ, ଶେଷକୁ ମୋ ଭାଗ୍ୟରେ କ'ଣ ଏଇଆ ଥିଲା? ମୋ ଆଖି ଆଗରେ ମୋ ମଣିଷଟା। ତମ ଆଖି ଆଗରେ ନୁହଁ ଚମ୍ପାବତୀ, ତମ ଆଖି ଆଗରେ ନୁହଁ। ମୁଣ୍ଡ କାଟ ହେଉ କି ଚୁଳି ହେଉ, ଯାହା ହବ ସବୁ ସେଇଠି ହବ, ରାଜାଙ୍କର ହୁକୁମ। ଆରେ ମୁଁ ଆଉ ଘରକୁ ଫେରିବାର ସମୟ ଅଛି ଯେ ତମେ ମୋ ମୁହଁ ଦେଖିବ? ହେ ଭଗବାନ, ମୋ ସଂସାର ଉଜୁଡ଼ି ଗଲା ଲୋ ମା। ମୁଁ ହେଲେ କ'ଣ କରିବି ଲୋ ମା? ଚମ୍ପାବତୀ, ତମେ ଏମିତି ରାତି ଅଧରେ ବୋବାଳି ଛାଡ଼ିଲେ ନା, ବୁଝିଲ ନା? ଗାଁଟା ସାରା ଏଠିକୁ ଉଠି ଆସିବେ। ଯୋଉମାନଠୁ ସବୁ ବାକି ସାକି ଖାଇଛି ସେମାନେ ଯଦି ଜାଣିବେ ଯେ ମୁଁ ତାଙ୍କ ବାକି ପଇସା ନ ସୁଝିକି ହାଣ ମୁହଁକୁ ଚାଲି ଯାଉଛି ତାହେଲେ ସେମାନେ କ'ଣ ମତେ ଛାଡ଼ିବେ? ଏଇଠି ହାଣି ଦେବେ, ଏତେ ବାଟ ଯିବାକୁ ଦେବେନି, ବୁଝିଲ? ସତେ ତ? ହେଲେ ତମେ ତ କିଛି ପାଠ ପଢିନ, ସେ ପଣ୍ଡିତଙ୍କ ସାଙ୍ଗରେ ଲଢିବ କେମିତି? ଜନ୍ତାରେ ଯେତେବେଳେ ଛାଏ ଛାଏ ପାଦ ଦେଇଛି ଆଉ ଖସିବାର ବାଟ ନାହିଁ ଚମ୍ପାବତୀ। ମତେ କାହିଁ ଲାଗୁଛି ଏଇ ବୋଧୁଏ ତମ ହାତ ରନ୍ଧା ଶେଷ ଖାଇବା। ଗୋଟେ କାମ କର, ମତେ ଆଉ ଟିକେ ମାଛ ଛେଞ୍ଚଡା ଦିଅ। ଟିକେ କାହିଁକି, ସବୁ ଯାକ ନଉନ। ହଁ, ସବୁ ଯାକ ଖାଇଦେବା ବି ଭଲ, କାରଣ ସ୍ୱର୍ଗରେ ଆଉ ତମ ଭଳିଆ ମତେ କିଏ ମାଛ ଛେଞ୍ଚଡା ପରସିବ କହିଲ? ତମ ଘରେ କୁଆଡେ ବାହାରୁ? ଯାଉଛି, ପଞ୍ଚମୁଖୀ ହନୁମାନଙ୍କ ପାଖରେ ମୁଁ ପ୍ରାର୍ଥନା କରିବି, ରକ୍ଷା କର ପ୍ରଭୁ, ରକ୍ଷା କର। ठीक है, जो तुम्हारा राजा का मर्जी। देखो गोपाल, तुम विषय आगर मु बहुत किसी शुणी, आज किंतु निज आखिरे देखिबार मौका मिली। मो भी गोटे मौका जहाँ पना एथर ताहले ज्ञान चर्चार शुरुआत कराच।
ଏହା କି ପୋଥି? ଏହା ଆମ୍ବର ଶ୍ରୀ 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 ମହାପୁରାଣ ଚତୁଷ୍ପଦର ଭଗ୍ନ ପଦ। ଶ୍ରୀ 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 ଶ୍ରୀଯୁକ୍ତ କବି ପ୍ରବର ଗୋପାଳ। ମୁଁ ତ ସାରା ବିଶ୍ୱ ବୁଲି ଆସିଛି, କାଇଁ ଏଇଭଳି ଗୋଟେ ପୁରାଣ ଥିବାରୁ ମୁଁ ଜାଣିନଥିଲି। ମତେ ଟିକେ ଏହା ଦେଖିବାର ସୁଯୋଗ ଦେବେ କି? କ୍ଷମା କରିବେ ପଣ୍ଡିତ ମହାଶୟ, ଏ ପୁରାଣ ଅନ୍ୟକୁ ଦେବାର ନିୟମ ନାହିଁ। ବରଂ ମୁଁ ଏ ପୁରାଣ ପାଠ କରୁଛି, ଆପଣ ଶ୍ରବଣ କରନ୍ତୁ ଏବଂ ଅନ୍ୟମାନେ ମଧ୍ୟ ଏହାକୁ ମନ ପ୍ରାଣ ଦେଇ ଶ୍ରବଣ କରନ୍ତୁ। ଏ ପୁରାଣ ଯାହା କହୁଛି ତାହା ଏ ଦେଶବାସୀଙ୍କ ପାଇଁ ଶୁଭଦାୟକ ହବ, ତଥା ଶ୍ରୀ ହଜୁରଙ୍କର ଏଥିରେ ମଧ୍ୟ ବହୁତ ମଙ୍ଗଳ ହବ। ବୁଝିଲେ ନବାବ ମହାଶୟ, ଆପଣଙ୍କର ଭାଗ୍ୟ ଭଲ ଥିବାରୁ ଆଉ ଜାତକର ଯୋଗାଯୋଗ ମଧ୍ୟ ଭଲ ଥିବାରୁ ଏଭଳି ଏକ ମହେନ୍ଦ୍ର ବେଳାରେ ଏଭଳି ଏକ ପଣ୍ଡିତ ମହାଶୟଙ୍କୁ ଆପଣ ଆପଣଙ୍କ ଦରବାରରେ ପାଇଛନ୍ତି। ଏହା ଅତୀବ ଆନନ୍ଦର ବିଷୟ। ମୋର ଏହି ମହାପୁରାଣରେ ଆହୁରି ମଧ୍ୟ ଲେଖା ଅଛି ଯେ ଏ ପଣ୍ଡିତ ମହାନାୟକଙ୍କର ରାଜଦରବାରରେ ଆଗମନ ହେତୁ ଶ୍ରୀ ନବାବଙ୍କର ବହୁତ ରିକ୍ତା କଟିଗଲା। ଏହି ପୁରାଣ ଅନୁଯାୟୀ ଯଦି ଆଜି ଦିନର ଏହି ଶୁଭ ମୁହୂର୍ତ୍ତରେ ଏହି ପଣ୍ଡିତଙ୍କ ଚୁଟିରୁ କିଛି ପୁଳା ଉପାଡ଼ି ରଖାଯାଏ, ତାହେଲେ ନବାବଙ୍କର ଭୂତ ଭବିଷ୍ୟତରେ ବହୁ ଆପଦ ବିପଦରୁ ରକ୍ଷା କରିବ। ଶ୍ରୀ 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 ନବାବ ମହୋଦୟ ଅନୁମତି ଦେଲେ ମୁଁ ପ୍ରଥମେ ପଣ୍ଡିତଙ୍କର ଚୁଟି ଉପାଡ଼ିବି, ଆଉ ତାପରେ ବିଦ୍ୟା ଚର୍ଚ୍ଚା ଆରମ୍ଭ ହେବ। ଜରୁର ଜରୁର। ପଣ୍ଡିତଙ୍କ ଛୁଟି ଦ୍ୱାରା ଯଦି ଆମର ଉପକାର ହେବ, ତାହେଲେ ମୁଁ ଚୁଟି ଉପାଡ଼ିବା ପାଇଁ ଇଜାଜତ ଦେଉଛି। କିଛି ବ୍ୟସ୍ତ ହବା ନାହିଁ, ମୁଁ ମାତ୍ର ଅଳ୍ପ କେତେ ପୁଳା ଉପାଡ଼ିବି, କିଛି କଷ୍ଟ ନାହିଁ। ଆପଣ ବସନ୍ତୁ, ଆପଣ ବସନ୍ତୁ। ଜାହାପନା, ଆପଣଙ୍କର ଉପକାର ପାଇଁ ଗୋପାଳ ପ୍ରଥମେ ପଣ୍ଡିତଙ୍କର ଚୁଟି ଉପାଡ଼ିଲେ। ଏବେ ମୋତେ ଅନୁମତି ଦିଅନ୍ତୁ ଜାହାପନା, ମୁଁ ପଣ୍ଡିତଙ୍କର ଚୁଟି ଉପାଡ଼ିବି। ଜରୁର ଜରୁର। ମୋତେ ଚୁଟି ଉପାଡ଼ିବାକୁ ଅନୁମତି ଦିଆଯାଉ ଜାହାପନା। ଜରୁର ଜରୁର। ମତେ ମଧ୍ୟ ଚୁଟି ଉପାଡ଼ିବା ଅନୁମତି ଦିଆଯାଉ ଜାହାପନା। जरूर जरूर। हमें भी इजाजत दीजिए जहापना। जरूर। भाग्य भल एतिकिरे खसी गलु आउ दिने जमिति नवाब दरबार को आसीबा को मन न करू आ सबुदिन ए गोपालर करामती को मने रखिथिबो। प्रशंसा न करी रही पारुनी गोपाल, तमे प्रकृत रे चतुर शिरो नवाब ठार तो तमे पुरस्कार ग्रहण करि सारि। मु तम बुद्धि रे खुशी होई तुमको पुरस्कार प्रदान करूछी। नियो।